ମୁଁ ଆଜି ଶାଗୁ ଲସି ଆଉ ଶାଗୁ ଚକଟା ବନେଇକି ଦେଖେଇବି। ଓଷା ବ୍ରତ ଦିନମାନଙ୍କରେ ଆପଣଙ୍କୁ ମାତ୍ର 5 ମିନିଟ୍ ଭିତରେ ପ୍ରସ୍ତୁତ କରିପାରିବେ। ଆପଣ ଏଥିରୁ ଗୋଟେ ଗ୍ଲାସ୍ ପିଇଲେ ବା ଗୋଟେ ଗିନା ଖାଇଲେ ଆପଣଙ୍କୁ ଦିନ ସାରା ଭୋକ ଲାଗିବନି ଆଉ ପେଟ ବି ଥଣ୍ଡା ରହିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଶାଗୁ ଲସି ପାଇ ମୁଁ ଏଠି 2 କପ୍ ଶାଗୁକୁ ଭଲସେ ଧୋଇକି ପାଣିରେ 4 ରୁ 5 ଘଣ୍ଟା ପାଇଁ ବତୁରେଇକି ନେଇଛି। ଆପଣ କେଉଁ ବି କ୍ୱାଲିଟିର ଶାଗୁ ନେଇପାରିବେ। ମୁଁ ଏଠି ଦେଖାଇ ଦେଉଛି ଶାଗୁ ଏଠି ବଢ଼ିଆ ସେ ବତୁରି ଯାଇଛି। ଏବେ ଆମେ ଗୋଟେ ଗ୍ରାଇଣ୍ଡର ଜାର ନେବା। ମୁଁ ଏଥିରେ 1 କପ୍ ଶାଗୁ ଦେଇଛି। ଆପଣ ଯେତିକି ଶାଗୁର ଲସି ବନେଇବାକୁ ଚାହୁଁଛନ୍ତି ସେତିକି ଶାଗୁ ଦେବେ। 1 କପ୍ ଶାଗୁ ପାଇଁ ମୁଁ ଏଠି ହାଫ୍ କପ୍ ଦହି ଦେଇଛି। ଶାଗୁ ଆଉ ଦହିର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ତାପରେ ମୁଁ ଏଥିରେ ଚିନି ଦେଉଛି। ଆପଣଙ୍କୁ ଲସି ଯେତିକି ମିଠା ଦରକାର ସେ ଅନୁସାରେ ଚିନି ନେବେ। ତାପରେ ମୁଁ ଏଥିରେ ଗୋଟେ ଗୁଜୁରାତି ଦେଉଛି। ଗୁଜୁରାତି ଏଠି ଅପସନାଲ୍ ଅଛି। ଗୁଜୁରାତି ପକାଇବା ଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ତାପରେ ମୁଁ ଏଥିରେ 1 କପ୍ ପାଣି ଦେଇଛି। ଏଇଠି ଥଣ୍ଡା ପାଣି ଅଛି। ଆ ଜାଗାରେ ଆପଣ 5 ରୁ 6ଟା ଆଇସ୍ କ୍ୟୁବ୍ ପକାଇ ପାରିବେ। ଏବେ ଆମେ ଆକୁ କଭର୍ କରି ଆକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିକି ନେଇଯିବା। ମୁଁ ଏଠି ଲସିକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଏବେ ଆମେ ଆକୁ ସର୍ଭ କରିବା। ମୁଁ ଏଠି ଗୋଟେ ଗ୍ଲାସ୍ ନେଇଛି। ପ୍ରଥମେ ମୁଁ ଏଥିରେ ଲସିକୁ ଦେଇ ଦେଉଛି। ତାପରେ ମୁଁ ଏଥିରେ କିଛି ନଡ଼ିଆ କୋରା ଦେଉଛି। ନଡ଼ିଆ କୋରାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ତାପରେ ମୁଁ ଏଥିରେ କାଜୁ, କିସମିସ୍ ଆଉ ଚେରି ଦେଇ ଆକୁ ଗାର୍ନିସିଂ କରିଦେଇଛି। ଶାଗୁ ଲସି ଏଠି ରେଡ଼ି ହେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ এই ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଶାଗୁ ଚକଟା ପାଇଁ ବି ମୁଁ ଏଠି 2 କପ୍ ଶାଗୁକୁ ପାଣିରେ ଭଲସେ ଧୋଇକି ପାଣିରେ 4 ରୁ 5 ଘଣ୍ଟା ପାଇଁ ବତୁରେଇକି ରଖିଥିଲି। ଶାଗୁ ଏଠି ବଢ଼ିଆ ସେ ବତୁରି ଯାଇଛି। ଯଦି ବଡ଼ ଦାନା ଶାଗୁ ନେବେ ତାହେଲେ ଶାଗୁକୁ ପାଣିରେ 5 ରୁ 6 ଘଣ୍ଟା ପାଇଁ ଭଲସେ ବତୁରେଇକି ନେଇଯିବେ। ଏବେ ମୁଁ এই ଶାଗୁକୁ ଗୋଟେ ବଡ଼ ବାଉଲରେ କାଢ଼ି ଦେଉଛି। ଏବେ ଆମେ ଶାଗୁକୁ ଟିକେ ଚକଡ଼ିକି ନେଇଯିବା। ମୁଁ ଏଠି ହାତରେ ଚକଡ଼ୁଛି। ଆପଣ ଚାହିଁଲେ ଗୋଟେ ମ୍ୟାସର ସାହାଯ୍ୟରେ ଆକୁ ଚକଡ଼ି ପାରିବେ। ଆପଣ ଏ ଶାଗୁର ପୁରା ପେଷ୍ଟ ବନେଇବେନି। ମୁଁ ଏଠି ଶାଗୁକୁ ଚକଡ଼ି ଦେଇଛି। ଏବେ ଆମେ ଏଥିରେ ଚିନି ଦେବା। ଆପଣଙ୍କୁ ଯେତିକି ମିଠା ଦରକାର ସେ ଅନୁସାରେ ଚିନି ନେବେ। ଏବେ ଆମେ ଏଥିରେ କିଛି ଫ୍ରୁଟ୍ସ ଦେବା। ମୁଁ ଏଠି 2ଟା କଦଳୀକୁ ଛୋଟ ଛୋଟ କରି କାଟିକି ନେଇଛି। ତାପରେ ମୁଁ ଏଠି ଗୋଟେ ଆପଲକୁ ଛୋଟ ଛୋଟ କରି କାଟିକି ପକାଇଛି। କିଛି ଡାଳିମ୍ବ ମଞ୍ଜି ଦେଇଛି। ତାପରେ ମୁଁ ଏଥିରେ କିଛି ଅଙ୍ଗୁର ଦେଇଛି। ମୁଁ ଏଠି ଅଙ୍ଗୁରକୁ ଗୋଟା ଗୋଟା ପକାଇଛି। ଆପଣ ଚାହିଁଲେ ଅଙ୍ଗୁରକୁ ଛୋଟ ଛୋଟ ଖଣ୍ଡ କରି କାଟିକି ପକାଇ ପାରିବେ। ତାପରେ ମୁଁ ଏଥିରେ କିଛି ନଡ଼ିଆ କୋରା ଦେଇଛି ଆଉ 1 କପ୍ ଦହି ଦେଇଛି। ଦହି ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ନ ପକାଇ ପାରନ୍ତି। ଫ୍ରୁଟ୍ସ ଆଉ ନଡ଼ିଆ କୋରାର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ଆପଣ ଏଥିରେ ଆପଣଙ୍କ ଚଏସ୍ର କୌଣସି ବି ଫ୍ରୁଟ୍ସ ଏଥିରେ ପକାଇ ପାରିବେ। ଶାଗୁ ଚକଟା ଏଠି ରେଡ଼ି ହେଇଯାଇଛି। ଆପଣ এই ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ଆପଣଙ୍କୁ এই ଶାଗୁ ଚକଟା ଆଉ ଶାଗୁ ଲସିର ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।